ମାନେ ଆମେ ଦଶମ ଶ୍ରେଣୀ ଓଡ଼ିଆ ବ୍ୟାକରଣ ଛନ୍ଦ अलंकार ଏବଂ ରୂଢ଼ି ସେ ବିଷୟରେ ପାଠ ପଢ଼ା ହେଉଛି ଅଗ୍ରଗତି ଚାଲିଛି କିନ୍ତୁ ଆମେ ବାକ୍ୟ ବିଚାରଟାକୁ ଭଲ ଭାବରେ ଟିକେ ଦେଖିବା ଦରକାର କାରଣ ଇଣ୍ଟରନାଲ ଆସେସମେଣ୍ଟ 1 ତାପରେ ଆସିବ 2 ଆମର ଯାହା ଆବଶ୍ୟକ ଆମେ ତାକୁ ସମୟ ଅନୁସାରେ କମ୍ପ୍ଲିଟ୍ କରିବା ଉଚିତ। ବର୍ତ୍ତମାନ ଆମେ ପଢ଼ିବା ବାକ୍ୟ ବିଚାର କରିବା ପୂର୍ବରୁ ପ୍ରଥମେ ଆମକୁ ବୁଝିବାକୁ ପଡ଼ିବ ବାକ୍ୟ କାହାକୁ କୁହାଯାଏ। କାହାକୁ ବାକ୍ୟ କୁହାଯାଏ? ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ। ଏକ ବା ଏକାଧିକ एकରୁ ଅଧିକ ପଦ ମିଳିତ ହୋଇ ମୁଁ ଆଗରୁ କହିଥିଲି ପଦ କାହାକୁ କୁହନ୍ତି ନା କେତେ ଗୁଡ଼ିଏ ବର୍ଣ୍ଣର ସମଷ୍ଟି ଯାହା ବାକ୍ୟରେ ବ୍ୟବହାର ଉପଯୋଗୀ ହେଇଥାଏ ତାକୁ ଆମେ ପଦ କହିବା। ସେଇ ପଦ ଗୁଡ଼ିଏ ଏକ ବା ଏକାଧିକ ପଦ ମିଳିବେ ଏକାଠି ହେବେ ମିଳିତ ହୋଇ ଯଦି ମନୋଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କରିବେ ତାକୁ ଆମେ କଣ କହିବା? ବାକ୍ୟ କହିବା। ବର୍ତ୍ତମାନ ଗୋଟିଏ ଅସମ୍ପୂର୍ଣ୍ଣ ଦେଖ ଅରୁଣ କାଲି ଡଟ୍ 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 ଏଇଟା ଅସମ୍ପୂର୍ଣ୍ଣ। ଗଛରେ ଚଢି ଆମ୍ବ ତୋଳି ଥିଲା। ଅରୁଣ କାଲି କିଛି ମନର ଭାବକୁ ପୂର୍ଣ୍ଣ ରୂପେ ପ୍ରକାଶ କରୁଛି କି? ଗଛରେ ଚଢି କେବଳ ସିମ୍ପଲ ଜଣେ କହିବ ଗଛରେ ଚଢି ୟା ମନର ଭାବକୁ ପ୍ରକାଶ କରୁଛି କି? ଆମ୍ବ ତୋଳି ଥିଲା। କିଏ ତୋଳିଥିଲା? କାହିଁକି ତୋଳିଥିଲା? କେତେବେଳେ ତୋଳିଥିଲା? ସେ ବିଷୟରେ କିଛି କୁହା ହେଇଛି ନାଇଁ। ଇଏ କ ଖ ଗ ये तीनोटी जाक असंपूर्ण वाक्य तीनोटी जाक वाक्य हो पारे ना किंतु आम जब संपूर्ण भाव में जोड़ी देवा ताहले से हो वाक्य। अरुण काली गचरे चढ़ी आंब तोड़ी थिला यह एक पूर्ण वाक्य है। या मनोर भाव को पूर्ण रूप प्रकाश कला। अरुण काली गचरे चढ़ी आंब तोड़ी थिला यह वाक्य। ता परवर्ती क्लास में पढ़िबा प्रकृत गोटे सार्थक वाक्य गठन करने केउ केउ उपादान आवश्यकता अच्छे। परवर्ती क्लास में